ଏବେ ଯେଉଁ କଥା ମୁଁ ଆପଣମାନଙ୍କ ପାଖରେ ରଖିଥିଲି ଚତୁର୍ଥରେ ନାରୀ ସୁରକ୍ଷା କଥା, ଏଭଳି ଏକ ବିଶାଳ ଅବସରରେ ସବୁବେଳେ କିଛି ନା କିଛି ଅସାମାଜିକ ବ୍ୟକ୍ତି ବିଶେଷ ଭିଡର ସୁଯୋଗ ଦେଇକି ମହିଳା ଝିଅମାନଙ୍କୁ ଅସଦାଚରଣ ମଧ୍ୟ କରିବାର ଅନେକ ସମୟ ନଜରକୁ ଆସିଥାଏ। ତେଣୁ ଏହାକୁ ପ୍ରତିରୋଧ କରିବା ପାଇଁ ଆବଶ୍ୟକ ସଂଖ୍ୟକ ମହିଳା ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବାର ଆବଶ୍ୟକତା ଉଚିତ। ଯଦି କେହି ଅସାମାଜିକ ବ୍ୟକ୍ତି ମହିଳାଙ୍କ ପ୍ରତି ଅସଦାଚରଣ କରେ ତୁରନ୍ତ ତାକୁ ଏମିତି ଶିକ୍ଷା ଦେବା ଉଚିତ ଯେ ଭବିଷ୍ୟତରେ କେବେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ପାଇଁ ସେ କେବେ ଚିନ୍ତା କରିବ ନାହିଁ। ପଞ୍ଚମରେ ଆମେ ବର୍ତ୍ତମାନ ଏକ ବିଶେଷ ପ୍ରକାର ପରିସ୍ଥିତି ଦେଇକି ଆମେ ସମସ୍ତେ ଧର୍ମୀୟ ସ୍ଥଳୀ ଧର୍ମୀୟ କାର୍ଯ୍ୟକ୍ରମ ଉପରେ ଆକ୍ରମଣ କରି ହାନି ପହଞ୍ଚାଇବା ପାଇଁ ସବୁବେଳେ ଗୋଟିଏ କିଛି ଲୋକ ଚେଷ୍ଟା କରିଥାନ୍ତି। ଏହାକୁ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ଏବଂ ତାକୁ ମଧ୍ୟ ସମସ୍ତଙ୍କ ନଜରରେ ରହିବା ମଧ୍ୟ ଉଚିତ। ନିଶ୍ଚିତ ଆମ ରାଜ୍ୟର ସୁଦକ୍ଷ ଅଧିକାରୀମାନେ ଏହା ସୁନିଶ୍ଚିତ କରିଛନ୍ତି। ତେଣୁ ଆଗାମୀ କିଛି ଦିନ ପାଇଁ we should not let our guard down ଷଷ୍ଠରେ ଏତେ ବଡ଼ ଯାତ୍ରାରେ ବିଭିନ୍ନ କାରଣରୁ ସବୁ ସତର୍କତା ସତ୍ତ୍ୱେ ଦୁର୍ଘଟଣା ଏବଂ ଅଘଟଣ ହୋଇଯାଇପାରେ। ତେଣୁ ଏଭଳି ସମୟରେ ପ୍ରତ୍ୟେକଟି ଜୀବନ ବଞ୍ଚାଇବା ପାଇଁ ଆମର ଲକ୍ଷ୍ୟ ରହିବା ଉଚିତ। ଏଥିପାଇଁ ଅଗ୍ନିଶମ ବିଭାଗ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ରହିବା ନିଶ୍ଚିତ ଭାବରେ ଆବଶ୍ୟକ। ତେଣୁ ଭିଡ଼ ମଧ୍ୟରେ ମଧ୍ୟ ଆମ୍ବୁଲାନ୍ସ ଓ ଷ୍ଟ୍ରେଚର ସୁଲଭ ମୁଭମେଣ୍ଟ ପାଇଁ ସେ ପରିବେଶ ସଦାସର୍ବଦା ରହିବା ଆବଶ୍ୟକ। ସମୁଦ୍ରରେ ଅଘଟଣ କରିବା ପାଇଁ ଯଥେଷ୍ଟ ସଂଖ୍ୟକ ଲାଇଫ୍ ଗାର୍ଡ ଏବଂ ଡ୍ରାଇଭର ଡିପ୍ଲୟ ହେବା ମଧ୍ୟ ଆବଶ୍ୟକତା ଅଛି। ଆବଶ୍ୟକ ହେଲେ ଅଧିକ ସଂଖ୍ୟକ ନଡ଼ିଆଙ୍କୁ ବି ଟେମ୍ପରାରୀ ସେମାନଙ୍କୁ ମଧ୍ୟ ଡିପ୍ଲୟ କରାଯାଇପାରେ। ସପ୍ତମରେ ଯାନବାହନ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା, ଭିଡ଼ ପରିଚାଳନା ନିୟନ୍ତ୍ରଣ, ପାନୀୟ ଜଳ ବ୍ୟବସ୍ଥା ଆଦି ଅନେକ ଜରୁରୀ ବିଷୟ ସୁଚାରୁ ରୂପେ ପରିଚାଳନା କରିବା ମଧ୍ୟ ଇଏ ଗୋଟିଏ ବହୁତ ବଡ଼ ଆବଶ୍ୟକତା ମନେ ହେଉଛି। ସମଗ୍ର ପୁରୀ ଏବଂ ତାର ଆଖପାଖ ଅଞ୍ଚଳର ସମସ୍ତ ହୋଟେଲ ରେଷ୍ଟୁରାଣ୍ଟର ଖାଦ୍ୟ ଏବଂ ଷ୍ଟ୍ରିଟ୍ ଫୁଡ୍ର ମାନ ଉପରେ ମଧ୍ୟ କଡ଼ା ନଜର ରଖିବାର ଅତ୍ୟନ୍ତ ଆବଶ୍ୟକ। ଆଜିଠାରୁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ସହିତ ରାସ୍ତା ଉପରେ ମିଳୁଥିବା ଖାଦ୍ୟର ମାନକୁ ବି ଯାଞ୍ଚ କରାଯିବା ନିତ୍ୟାନ୍ତ ଆବଶ୍ୟକ। ଏହି ସମୟରେ ଅନେକ ସଂସ୍ଥା ଓଡ଼ିଶା ଭିତର ଏବଂ ଓଡ଼ିଶା ବାହାରେ ମଧ୍ୟ ସେମାନେ ନିଃଶୁଳ୍କ ଖାଦ୍ୟ ବ୍ୟବସ୍ଥା ମଧ୍ୟ ବିଭିନ୍ନ ରଥଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ କରିଥାନ୍ତି। କିନ୍ତୁ ବଡ଼ଦାଣ୍ଡ ଉପରେ ଯେମିତି ଏସବୁ କାର୍ଯ୍ୟକ୍ରମ ଅଯଥା ଟ୍ରାଫିକ ମୁଭମେଣ୍ଟର ବାଧା ସୃଷ୍ଟି କେମିତି ନ କରାଯାଇପାରିବ ସେଥିପ୍ରତି ମଧ୍ୟ ନିଶ୍ଚିତ ଭାବରେ ଧ୍ୟାନ ଦେବାର